ରାତିର 12ଟା ବାଜୁଥିଲା। କୋଠରୀରେ ମଲ୍ଲିଫୁଲ ଏବଂ ମହଙ୍ଗା ମଦର ଏକ ମିଶ୍ରିତ ବାସ୍ନା ଖେଳିଯାଇଥିଲା। ମୁଁ ଅବନ୍ତିକା ସିଂ ସହରର ସବୁଠାରୁ ଧନୀ ବିଜନେସ୍ ଓମ୍ୟାନ୍ ନିଜ ବେଡ୍ରୁମ୍ ମଝିରେ ଠିଆ ହୋଇଥିଲି। ମୁଁ ଆଜି ଏକ ରକ୍ତ ନାଲି ରଙ୍ଗର ସିଫନ୍ ଶାଢ଼ୀ ପିନ୍ଧିଥିଲି। ମୋର ଖୋଲା କେଶ ମୋ ଅଣ୍ଟା ପର୍ଯ୍ୟନ୍ତ ଲହରାଉଥିଲା ଏବଂ ମୋ ସାମ୍ନାରେ ସୋଫା କଣରେ ବସିଥିଲା ରୋହନ। 25 ବର୍ଷର ସୁଗଠିତ ଶରୀର ଥିବା ଜଣେ ସାଧାରଣ ପୁଅ। ତାର ମୁଣ୍ଡ ତଳକୁ ହୋଇଥିଲା। ତାର ହାତ ଥରୁଥିଲା ଏବଂ କପାଳରେ ଝାଳର ଛୋଟ ଛୋଟ ବୁନ୍ଦା ଚମକୁଥିଲା। ମୁଁ ହାତରେ ୱାଇନ୍ ଗ୍ଲାସ୍ ନେଲି ଏବଂ ଧୀରେ ଧୀରେ ତା ଆଡ଼କୁ ବଢ଼ିଲି। ମୋ ପାଉଜିର ଶବ୍ଦ ନୀରବତାକୁ ଚିରି ଦେଉଥିଲା। ରୋହନ, ମୁଁ ଏକ ନିଶାସକ୍ତ ସ୍ୱରରେ ତାର ନାମ ଧରି ଡାକିଲି। ସେଠି ଏତେ ଦୂରରେ କାହିଁକି ବସିଛ? ଆଜି ଆମର ସୁହାଗ ରାତି। ସେ ହଡ଼ବଡ଼େଇ ଠିଆ ହୋଇଗଲା। ତାର ନଜର ଉଠାଇବାକୁ ସାହସ ହେଉନଥିଲା। ମ୍ୟାଡାମ, ସେ ମୁଁ ତାର ଗଳା ଶୁଖିଯାଉଥିଲା। ମୁଁ ତାର ସମ୍ପୂର୍ଣ୍ଣ ପାଖକୁ ଯାଇ ଅଟକିଗଲି। ଏତେ ପାଖ ଯେ ମୋ ନିଶ୍ୱାସ ତାର ମୁହଁରେ ବାଜୁଥିଲା। ମୁଁ ମୋର ଏକ ଆଙ୍ଗୁଠି ତାର ଛାତି ଉପରେ ରଖିଲି ଏବଂ ଧୀରେ ଧୀରେ ତଳ ଆଡ଼କୁ ସରକାଇଲି। ମ୍ୟାଡାମ, ମୁଁ ହସିଦେଇ କହିଲି, ଏହି କୋଠରୀ ଭିତରେ ମୁଁ ତୁମର ମ୍ୟାଡାମ ନୁହେଁ, ତୁମର ସ୍ତ୍ରୀ ରୋହନ। ମୁଁ ତୁମକୁ 10 ଲକ୍ଷ ଟଙ୍କା କେବଳ କାଗଜରେ ସାଇନ୍ କରିବା ପାଇଁ ଦେଇନାହିଁ। ତୁମକୁ ମୋତେ ଅନୁଭବ କରାଇବାକୁ ହେବ ଯେ ତୁମେ ମୋର ସ୍ୱାମୀ। ତାର ଧଡ଼କନ ଏତେ ଜୋରରେ ଥିଲା ଯେ ମୋତେ ବାହାର ପର୍ଯ୍ୟନ୍ତ ଶୁଭୁଥିଲା। ମୁଁ ତାର ହାତ ଧରିଲି ଏବଂ ତାକୁ ମୋ ଅଣ୍ଟାରେ ରଖିଦେଲି। ତାର ହାତ ତାୱା ପରି ଗରମ ଥିଲା। କାମ୍ପୁ କାହିଁକି ଛ? ମୁଁ ତାର ଆଖିରେ ଆଖି ମିଶାଇ ପଚାରିଲି। କଣ ଜଣେ ମାଲିକାଣୀକୁ ଡର ଲାଗୁଛି କିମ୍ବା ଜଣେ ନାରୀର ଏତେ ପାଖକୁ ଆସିବାରୁ? ସେହି ମୁହୂର୍ତ୍ତରେ ସେହି ବନ୍ଦ କୋଠରୀରେ ସମ୍ପତ୍ତି ଏବଂ ଯୌବନ ମଧ୍ୟରେ ଏକ ଏମିତି ଖେଳ ଆରମ୍ଭ ହେବାକୁ ଯାଉଥିଲା ଯାହାର ସର୍ତ୍ତ ତ ମୁଁ ଲେଖିଥିଲି, କିନ୍ତୁ ଅନ୍ୟାମ କାହାରି ବି ଆୟତ୍ତରେ ନଥିଲା। ବନ୍ଧୁମାନେ, ଆପଣ ଭାବୁଥିବେ ଯେ ମୁଁ ସହରର କୋଟିପତି ମାଲିକାଣୀ ଅବନ୍ତିକା ସିଂ ନିଜ ଅଫିସର ଜଣେ ସାଧାରଣ କ୍ଲର୍କ ସହିତ ସୁହାଗରାତି କୋଠରୀରେ କଣ କରୁଥିଲି। ଏହି କାହାଣୀର ଆରମ୍ଭ ହୋଇଥିଲା ଆଜିଠାରୁ ଠିକ୍ 2 ଦିନ ପୂର୍ବରୁ ମୋ ଅଫିସ କ୍ୟାବିନରେ। ମୁଁ ଅବନ୍ତିକା, ବୟସ 38 ବର୍ଷ। 5 ବର୍ଷ ପୂର୍ବେ ମୋ ସ୍ୱାମୀ ଏକ କାର୍ ଦୁର୍ଘଟଣାରେ ଚାଲିଗଲେ। ସେ ନିଜ ପଛରେ ଛାଡ଼ି ଯାଇଥିଲେ 50 କୋଟିର ସାମ୍ରାଜ୍ୟ, ଏକ ବିରାଟ ବଡ଼ ହାବେଳି ଏବଂ ଜଣେ ମଣିଷକୁ କୋରି ଖାଉଥିବା ଏକାକୀପଣ। ମୋ ସ୍ୱାମୀଙ୍କ ଗଲା ପରେ ମୋ ଜେଠ ରଞ୍ଜିତ ସିଂଙ୍କ ନଜର ମୋ ସମ୍ପତ୍ତି ଉପରେ ଥିଲା। ଆମ ଖାନଦାନର ଏକ ପୁରୁଣା ନିୟମ ଅନୁସାରେ ଯଦି ବିଧବା ପତ୍ନୀ 5 ବର୍ଷ ଭିତରେ ପୁନର୍ବାର ବିବାହ କରେ ନାହିଁ କିମ୍ବା ତାର କୌଣସି ଉତ୍ତରାଧିକାରୀ ନଥାଏ, ତେବେ ସମସ୍ତ ସମ୍ପତ୍ତି ପରିବାରର ସବୁଠାରୁ ବଡ଼ ପୁରୁଷ ଅର୍ଥାତ୍ ମୋ ଜେଠଙ୍କ ଟ୍ରଷ୍ଟକୁ ଚାଲିଯିବ। ଆଉ ସେହି 5 ବର୍ଷ ଆସନ୍ତା ମାସରେ ପୂରଣ ହେବାକୁ ଯାଉଥିଲା। ରଞ୍ଜିତ ସିଂ ଓକିଲମାନଙ୍କ ସହ ପ୍ରସ୍ତୁତ ହୋଇ ବସିଥିଲା ମୋତେ ରାସ୍ତାକୁ ଆଣିବା ପାଇଁ। ମୋତେ ମୋ କମ୍ପାନୀ, ମୋର ସ୍ୱାଧୀନତା ବଞ୍ଚାଇବା ପାଇଁ ଜଣେ ସ୍ୱାମୀ ଦରକାର ଥିଲା, ଜଣେ କାଠପୁତଳୀର। ମୁଁ ଏଇ ଚିନ୍ତାରେ ଥିବାବେଳେ ମୋ କ୍ୟାବିନର କବାଟ ନକ୍ ହେଲା। କମ୍ ଇନ୍, ମୁଁ କଠୋର ସ୍ୱରରେ କହିଲି। ଭିତରକୁ ରୋହନ ଆସିଲା। ମୋ ଅଫିସର ଜଣେ ଜୁନିୟର ଆକାଉଣ୍ଟାଣ୍ଟ। ପୋଷାକ ସାଧାରଣ ଥିଲା। ସାଟର କଲର ଟିକେ ଘଷି ହୋଇ ଚିରି ଯାଇଥିଲା, କିନ୍ତୁ ଚେହେରାରେ ଏକ ସଚ୍ଚୋଟତା ଏବଂ ଆଖିରେ ଏକ ଅଜବ ଅସହାୟତା ଥିଲା। ମ୍ୟାଡାମ, ମୋତେ ଲୋନ୍ ଦରକାର, ସେ ଥୋତେଇ ହୋଇ କହିଲା। ମୁଁ ଫାଇଲରୁ ନଜର ହଟାଇଲି ନାହିଁ। କେତେ? 5 ଲକ୍ଷ। ମୁଁ ପେନ୍ ଅଟକାଇଦେଲି ଏବଂ ଉପରକୁ ଚାହିଁଲି। 5 ଲକ୍ଷ? ତୁମ ଦରମା 20,000 ଟଙ୍କା। ସୁଝିବ କେମିତି? ରୋହନର ଆଖିରେ ଲୁହ ଜମି ଆସିଲା। ମ୍ୟାଡାମ, ମୋ ମା ହସ୍ପିଟାଲରେ ଅଛନ୍ତି। ତାଙ୍କ ହୃଦୟର ଅପରେସନ୍ ହେବାର ଅଛି। ଯଦି କାଲି ସୁଦ୍ଧା ଟଙ୍କା ଜମା ନ ହୁଏ ତେବେ ଡାକ୍ତର ଜବାବ ଦେଇଦେବେ। ପ୍ଲିଜ୍ ମ୍ୟାଡାମ, ମୋ ଦରମାରୁ କାଟିନେବେ। ମୁଁ ସାରା ଜୀବନ ଆପଣଙ୍କ ଗୋଲାମୀ କରିବି। ଗୋଲାମୀ? ଏହି ଶବ୍ଦଟି ମୋ ମୁଣ୍ଡରେ ଗୁଞ୍ଜରିତ ହେଲା। ମୁଁ ମୋ ଚେୟାରରୁ ଉଠିଲି ଏବଂ ତା ପାଖକୁ ଗଲି। ମୁଁ ତାକୁ ଧ୍ୟାନର ସହ ଦେଖିଲି। ଜୁଆନ ଥିଲା। ସଫା ରଙ୍ଗ, ତୀକ୍ଷ୍ଣ ନାକ ନକ୍ସ। ଗରିବୀ ତାକୁ ଥକାଇ ଦେଇଥିଲା, କିନ୍ତୁ ତାର ମର୍ଦ୍ଦାନଗୀ ଏବଂ ବ୍ୟକ୍ତିତ୍ୱ କୌଣସି ମହଙ୍ଗା ସୁଟ୍ ପିନ୍ଧିଥିବା ଲୋକଠାରୁ ବହୁତ ଭଲ ଥିଲା। ମୋ ମୁଣ୍ଡକୁ ଏକ ବୁଦ୍ଧି ଆସିଲା। ଏକ ସଉଦା। ଲୋନ୍ ତ ମିଳିବ ନାହିଁ, ରୋହନ, ମୁଁ ଶୀତଳ ସ୍ୱରରେ କହିଲି। ରୋହନର ଚେହେରା ପାଂଶୁ ହୋଇଗଲା। ସେ ମୋ ପାଦ ତଳେ ପଡ଼ିବାକୁ ଗଲା। ମ୍ୟାଡାମ, ପ୍ଲିଜ୍, ମୋ ମା ମରିଯିବେ। ଉଠ, ମୁଁ ଧମକାଇଲି। ଲୋନ୍ ମିଳିବ ନାହିଁ, କିନ୍ତୁ 10 ଲକ୍ଷ ଟଙ୍କା ମିଳିପାରିବ। ଏବେ ଏହି ଟେବୁଲ ଉପରେ। ରୋହନ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁଲା। 10 ଲକ୍ଷ? ହଁ, କିନ୍ତୁ ବଦଳରେ ତୁମକୁ ସେଇଆ କରିବାକୁ ହେବ ଯାହା ମୁଁ କହିବି। ମୁଁ କହିଥିଲି। ମୁଁ କିଛି ବି କରିବି ମ୍ୟାଡାମ। କାହାର ମର୍ଡର କରିବାକୁ ହେଲେ ବି। ମୁଁ ହସିଲି। ମର୍ଡର ନୁହେଁ, ବାହାଘର କରିବାକୁ ହେବ। ରୋହନ ସ୍ତବ୍ଧ ହୋଇଗଲା। ବାହାଘର?
କାହା ସହିତ? ମୋ ସହିତ। କୋଠରୀରେ ନୀରବତା ଖେଳିଗଲା। କେବଳ ଏସିର ଶବ୍ଦ ଆସୁଥିଲା। ରୋହନକୁ ଲାଗିଲା ବୋଧହୁଏ ମୁଁ କିଛି ମଜାକ କରୁଛି। କେବଳ 30 ଦିନ ପାଇଁ ମୁଁ ମୋ କଥା ସ୍ପଷ୍ଟ କଲି। ଏହା ଏକ କଣ୍ଟ୍ରାକ୍ଟ ମ୍ୟାରେଜ ହେବ। ତୁମକୁ ଦୁନିଆ ସାମ୍ନାରେ ମୋ ସ୍ୱାମୀ ହୋଇ ରହିବାକୁ ହେବ, ମୋ ଘରେ ମୋ ସହିତ, ଯାହାଫଳରେ ମୁଁ ମୋ ସମ୍ପତ୍ତି ବଞ୍ଚାଇ ପାରିବି। 30 ଦିନ ପରେ ମୁଁ ତୁମକୁ ତଲାକ ଦେଇଦେବି। ମୁଁ ଡ୍ରୟରରୁ ଚେକ୍ ବୁକ୍ ବାହାର କଲି ଏବଂ 10 ଲକ୍ଷର ଚେକ୍ ସାଇନ୍ କରି ତା ସାମ୍ନାରେ ରଖିଦେଲି। ଏଇ ନିଅ ତୁମ ମାଙ୍କ ଜୀବନର କାଗଜ। ଏବେ ନିଷ୍ପତ୍ତି ତୁମର। ରୋହନ ସେହିଟିକୁ ଚାହିଁଲା। ତା ଆଖିରେ ଏକ ଯୁଦ୍ଧ ଚାଲିଥିଲା। ଏପଟେ ଆତ୍ମସମ୍ମାନ, ସେପଟେ ମା। ସେ ଥରଥର ହାତରେ ସେହିଟି ଉଠାଇନେଲା। ମୁଁ ପ୍ରସ୍ତୁତ ଅଛି ମ୍ୟାଡାମ। ଗୁଡ୍, ମୁଁ ହସିଦେଇ କହିଲି। ଆଉ ହଁ, ଏବେ ମୋତେ ମ୍ୟାଡାମ ନୁହେଁ ଅବନ୍ତିକା କହିବ। ଆଉ ମନେ ରଖିବ, ତୁମେ କେବଳ ଦୁନିଆ ପାଇଁ ସ୍ୱାମୀ। ବନ୍ଦ କୋଠରୀରେ ତୁମର ହୈସିୟତ କେବଳ ଜଣେ ଚାକରର। ମୋ ମର୍ଜି ବିନା ମୋତେ ଛୁଇଁବା ତ ଦୂରର କଥା, ମୋ ଆଡ଼କୁ ଚାହିଁବ ନାହିଁ ମଧ୍ୟ। ସେ ମୁଣ୍ଡ ତଳକୁ କଲା। ସଉଦା ପକ୍କା ହୋଇ ସାରିଥିଲା। ମୁଁ ଜଣେ ମଣିଷର ଅସହାୟତାକୁ କିଣି ନେଇଥିଲି। ସେହି ସନ୍ଧ୍ୟାରେ ମୁଁ ରୋହନକୁ ସହରର ସବୁଠାରୁ ମହଙ୍ଗାକୁ ନେଇଗଲି। ତାକୁ ଅବନ୍ତିକା ସିଂ ସ୍ୱାମୀ ଲାଗିବା ପାଇଁ ତାର ଚେହେରା ବଦଳାଇବା ଜରୁରୀ ଥିଲା। ସେ ବହୁତ ଅସହଜ ଥିଲା। ଏତେ ଚକାଚକ୍ୟ ସେ କେବେ ଦେଖିନଥିଲା। ଆମେ ଏକ ବଡ଼ ବ୍ରାଣ୍ଡେଡ୍ ଶୋରୁମକୁ ଗଲୁ। ମୁଁ ତା ପାଇଁ 5ରୁ 6 ମହଙ୍ଗା ସୁଟ୍ ଏବଂ ସାର୍ଟ ବାହାର କଲି। ଯା ପିନ୍ଧିକି ଦେଖାଅ, ମୁଁ ହୁକୁମ ଦେଇଥିଲି। ସେ ଟ୍ରାଏଲ ରୁମକୁ ଗଲା। 5 ମିନିଟ୍ ବିତିଗଲା, ସେ ବାହାରକୁ ଆସିଲା ନାହିଁ। ମୁଁ ବିରକ୍ତ ହୋଇଗଲି। ମୁଁ ନିଜେ ଟ୍ରାଏଲ ରୁମ୍ ଆଡ଼କୁ ଗଲି। ରୋହନ, କ'ଣ କରୁଛ? ଏତେ ସମୟ ହେଲା। ମୁଁ କବାଟ ବାଡ଼େଇଲି। ସେ ମ୍ୟାଡାମ, ଏଇ ସଟର ଗୁଡ଼ିକ ବହୁତ ଅଜବ ଲାଗୁନାହିଁ। ଭିତରୁ ଏକ ଘାବରେଇ ଯାଇଥିବା ସ୍ୱର ଆସିଲା। ମୁଁ ପାଖାପାଖି ଦେଖିଲି, କେହି ନଥିଲେ। ଏକ ଶୈତାନୀ ଖିଆଲ ମୋ ମୁଣ୍ଡକୁ ଆସିଲା। ମୋତେ ତାକୁ ଏହା ମଧ୍ୟ ଶିଖାଇବାର ଥିଲା ଯେ ଏବେ ତାର ମାଲିକ କିଏ। ମୁଁ ଟ୍ରାଏଲ ରୁମ୍ କବାଟ ଖୋଲିଲି ଏବଂ ଭିତରକୁ ପଶିଗଲି। ରୋହନ କେବଳ ପ୍ୟାଣ୍ଟରେ ଥିଲା। ଉପର ଶରୀର ଖୋଲା ଥିଲା। ସେ ନୂଆ ସର୍ଟ ପିନ୍ଧିଥିଲା, କିନ୍ତୁ ବଟନ ଖୋଲା ଥିଲା। ମୋତେ ଅଚାନକ ଭିତରେ ଦେଖି ସେ ବହୁତ ଘାବରେଇ ଗଲା। ସେ ନିଜ ଛାତି ଲୁଚାଇବାକୁ ଚେଷ୍ଟା କଲା। ମ୍ୟାଡାମ, ଆପଣ ବାହାରକୁ ଯାଆନ୍ତୁ, ମୁଁ କରିଦେବି। ସେ କାନ୍ଥକୁ ଲାଗିଗଲା। ଟ୍ରାଏଲ ରୁମ୍ ବହୁତ ଛୋଟ ଥିଲା। ଆମ ଦୁହିଁଙ୍କ ମଧ୍ୟରେ ମୁସ୍କିଲରେ 6 ଇଞ୍ଚର ଦୂରତା ଥିଲା। ଚାରିପଟେ ଦର୍ପଣ ଲାଗିଥିଲା, ଯେଉଁଥିରେ ମୋତେ ତାର ଛଟପଟ ହେଉଥିବା ଦେହ ଦେଖାଯାଉଥିଲା। ଶାନ୍ତ ହୋଇ ଠିଆ ହୁଅ, ମୁଁ କହିଲି ଏବଂ ତା ପାଖକୁ ଗଲି। ଲାଓ, ମୁଁ କରିଦେଉଛି। ମୁଁ ତାର ଏକଦମ ସାମ୍ନାରେ ଠିଆ ହୋଇଗଲି। ମୋ ଚେହେରା ତାର ଛାତି ସମାନରେ ଥିଲା। ମୁଁ ତାର ସର୍ଟର କଲରକୁ ଠିକ୍ କଲି। ମୁଁ ଧୀରେ ଧୀରେ ଗୋଟି ଗୋଟି କରି ତାର ବଟନ ଲଗାଇବା ଆରମ୍ଭ କଲି, ତଳୁ ଉପର ପର୍ଯ୍ୟନ୍ତ। ଯେତେବେଳେ ମୁଁ ତାର ଛାତି ପାଖର ବଟନ ଲଗାଉଥିଲି ତ ଜାଣିଶୁଣି ମୁଁ ମୋ ଆଙ୍ଗୁଠିର ପଛଭାଗ ତାର ଛାତିରେ ଘଷିଦେଲି। ତାର ଚର୍ମ ବହୁତ ଶକ୍ତ ଏବଂ ଗରମ ଥିଲା। ତାର ଧଡ଼କନ କୌଣସି ହାତୁଡ଼ି ପରି ଚାଲୁଥିଲା। ମୁଁ ଉପରକୁ ଚାହିଁଲି। ସେ ନିଶ୍ୱାସ ରୋକି ଦେଇଥିଲା। ତାକୁ ଏମିତି ମୋ ଆୟତ୍ତରେ ଦେଖି ମୋତେ ଏକ ଅଜବ ନିଶା ଅନୁଭବ ହେଲା। ନିଶା। ମୁଁ ତାର କାନ ପାଖରେ ଝୁଙ୍କିକି ଫୁସଫୁସେଇ କହିଲି, ଶ୍ୱାସ ନିଅ ରୋହନ। ଏବେ ତ ମୁଁ କେବଳ ବଟନ ଲଗାଇଛି। ଆଗକୁ 30 ଦିନ କେମିତି କାଟିବ? ସେ ଝାଳରେ ଭିଜି ଯାଇଥିଲା। ଏସି ଶୋରେ ବି ତାକୁ ଗରମ ଲାଗୁଥିଲା। ଯାଅ ବାହାରକୁ ବାହାର, ମୁଁ କହିଲି। ସେହିଦିନ ମୋତେ ଅନୁଭବ ହେଲା ଯେ ରୋହନ ଗରିବ ହୋଇପାରେ, କିନ୍ତୁ ସେଇ ଜଣେ ମର୍ଦ୍ଦ। ଆଉ ମୁଁ ଯେତେ ପଥର ହୃଦୟର ହେଲେ ବି ଜଣେ ନାରୀ ହିଁ। ସେହି ଟ୍ରାଏଲ ରୁମର ମୁହୂର୍ତ୍ତ କେବଳ ଅଭିନୟ ନଥିଲା, ସେଠି କିଛି ତ ନିଆଁ ଜଳିଥିଲା। ପରଦିନ କୋର୍ଟ ମ୍ୟାରେଜ ହୋଇଗଲା ବହୁତ ଚୁପଚାପ। ରୋହନ ନିଜ ମାଙ୍କ ଅପରେସନ କରାଇ ଦେଇଥିଲା। ସେ ବିପଦମୁକ୍ତ ଥିଲେ। ଏବେ ସେ ସମ୍ପୂର୍ଣ୍ଣ ମୋର ଥିଲା। ସନ୍ଧ୍ୟାରେ ମୁଁ ରୋହନକୁ ଧରି ମୋ ହାବେଳିରେ ପହଞ୍ଚିଲି। ଯେମିତି ହିଁ ଆମେ ଗେଟ୍ ପାଖରେ ପହଞ୍ଚିଲୁ, ସେଠି ଆଗରୁ ଏକ କଳା ଏସ୍ୟୁଭି ଠିଆ ହୋଇଥିଲା। ମୋ ଜେଠ ରଞ୍ଜିତ ସିଂ। ମୋ ରକ୍ତ ଗରମ ହୋଇଗଲା। ତାକୁ ଖବର ମିଳିସାରିଥିଲା। ରଞ୍ଜିତ ବାରଣ୍ଡାରେ ଠିଆ ହୋଇ ସିଗାରେଟ ପିଉଥିଲା। ଆମକୁ ଦେଖି ତାର ଆଖିରେ ସନ୍ଦେହ ଖେଳିଗଲା। ଆରେ ଅବନ୍ତିକା, ସେ ତାର କଦର୍ଯ୍ୟ ହସ ସହ କହିଲା। ହଁ, କିଏ ସାଙ୍ଗରେ ଅଛି? ନୂଆ ଡ୍ରାଇଭର ରଖିଛ କି? ବଡ଼ ଚିକ୍କଣ ଲାଗୁଛି। ରୋହନ ନିଜ ମୁଣ୍ଡ ତଳକୁ କଲା। ତାକୁ ନିଜର ବେଇଜ୍ଜତି ଅନୁଭବ ହେଲା। ମୋତେ ରାଗ ଲାଗିଲା। ମୁଁ ଆଗକୁ ବଢ଼ି ରୋହନର ହାତ କଷିକି ଧରିଲି ଏବଂ ତାକୁ ଟାଣିକି ନିଜ ସମାନରେ ଠିଆ କଲି। ଡ୍ରାଇଭର ନୁହେଁ ରଞ୍ଜିତ ଭାଇ, ମୁଁ ରଞ୍ଜିତର ଆଖିରେ ଆଖି ମିଶାଇ କହିଲି। ସ୍ୱାମୀ ମୋର ମିଷ୍ଟର ରୋହନ ସିଂ, ଆଉ ଏଇ ହାବେଳିର ନୂଆ ମାଲିକ। ରଞ୍ଜିତ ମୁହଁରୁ ସିଗାରେଟ ଖସି ପଡ଼ିଲା। କ'ଣ ତୁ ବାହା ହୋଇଗଲୁ? ମୋତେ ନ ପଚାରି? ମୋ ଜୀବନ ମୁଁ ଯାହାକୁ ବି ପଚାରେ।
ଆଉ ସେ ଓସିୟତ କାଗଜ ପ୍ରସ୍ତୁତ ରଖିବେ। 5 ବର୍ଷର ସର୍ତ୍ତ ପୂରଣ ହୋଇଯାଇଛି। ଏବେ ଆପଣ ମୋ ସମ୍ପତ୍ତିରେ ହାତ ବି ଲଗାଇ ପାରିବେ ନାହିଁ। ରଞ୍ଜିତର ଚେହେରା ରାଗରେ ନାଲି ପଡ଼ିଗଲା। ସେ ରୋହନ ଆଡ଼କୁ ବଢ଼ିଲା ଏବଂ ତାକୁ ଉପରୁ ତଳ ଯାଏଁ ଦେଖିଲା। ଆଚ୍ଛା ତ ଏଇ ସେହି ଭାଗ୍ୟବାନ। କେଉଁଠୁ ଉଠାଇ ଆଣିଛୁ ଏହାକୁ? ରାସ୍ତାରୁ? ଚେହେରାରୁ ତ ଚୋର ପରି ଲାଗୁଛି। ରୋହନ କିଛି କହିଲା ନାହିଁ। ସେ ବସ୍ ଚୁପଚାପ ଠିଆ ହେଲା ଯେମିତି ମୁଁ ଶିଖାଇଥିଲି। ଚାଲ ରୋହନ, ମୁଁ କହିଲି ଏବଂ ରଞ୍ଜିତକୁ ଅଣଦେଖା କରି ଭିତରକୁ ଯିବାକୁ ଲାଗିଲି। ଯାଉ ଯାଉ ରଞ୍ଜ ପଛରୁ କହିଲା, ବାହାଘର ତ କରିଦେଲୁ, କିନ୍ତୁ ଏହି ବାହାଘର ଅସଲି କିମ୍ବା ନାଟକ ଏହା ମୋତେ ଜାଣିବା ଆସେ। ଯଦି ଏହା ଧୋକା ବାହାରିଲା ନା, ତେବେ ତୁମ ଦୁହିଁଙ୍କୁରେ ଚକି ପେଶାଇବି। ତାର ଧମକ ମୋ ହୃଦୟରେ ଏକ ଡର ସୃଷ୍ଟି କଲା। ରଞ୍ଜିତ ବହୁତ ବିପଦଜନକ ଲୋକ ଥିଲା। ଯଦି ତାକୁ ଟିକେ ବି ସନ୍ଦେହ ହେଲା ଯେ ଏହା କଣ୍ଟ୍ରାକ୍ଟ ମ୍ୟାରେଜ, ତେବେ ସେ ଆମକୁ ବରବାଦ କରିଦେବ। ମୋତେ ବୁଝା ପଡ଼ିଗଲା ଯେ ଆମକୁ ବହୁତ ସାବଧାନ ରହିବାକୁ ହେବ। ରାତି ହେଲା। ରଞ୍ଜିତ ଏବେ ବି ହାବେଳିର ଗେଷ୍ଟ ହାଉସରେ ଅଟକି ଥିଲା, ଆମ ଉପରେ ନଜର ରଖିବା ପାଇଁ। ମୁଁ ଜାଣିଥିଲି ଯେ ସେ ଆମ କୋଠରୀ ପାଖାପାଖି ହିଁ ଥିବ। ସେଥିପାଇଁ ସୁହାଗ ରାତିର ନାଟକ କରିବା ଆମର ମଜବୁରି ଥିଲା। ଆମେ ନିଜ ବେଡରୁମକୁ ଆସିଲୁ। ମୁଁ କବାଟ ଲକ୍ କଲି। ରୋହନ କଣରେ ଠିଆ ହୋଇଥିଲା, ଏବେ ବି ସେହିରେ ଜକଡ଼ି ହୋଇ। ରିଲାକ୍ସ ରୋହନ, ମୁଁ କହିଲି। ସେ ବସ୍ ଏକ କୁକୁର ଯିଏ ଭୁକେ। ମୁଁ ଆଲମାରିରୁ ଏକ ବୋତଲ ବାହାର କଲି ଏବଂ 2ଟି ଗ୍ଲାସ ବନାଇଲି। ଏଇ ନିଅ, ଏହାକୁ ପିଇଦିଅ। ତୁମକୁ ଏହାର ଆବଶ୍ୟକତା ପଡ଼ିବ। ମୁଁ ଗ୍ଲାସ ତାର ଆଡ଼କୁ ବଢ଼ାଇଲି। ମୁଁ ମଦ ପିଏ ନାହିଁ ମ୍ୟାଡାମ, ସେ ମନା କଲା। ପିଅ, ମୁଁ ଆଦେଶ ଦେଲି। ଏହା ମୋର ଅନୁରୋଧ ନୁହେଁ, ଅର୍ଡର। ରଞ୍ଜିତ ବାହାରେ ଅଛି। ତାକୁ ଲାଗିବା ଦରକାର ଯେ ଭିତରେ ଉତ୍ସବ ପାଳନ ହେଉଛି। ଆଉ ତୁମର ଏହି ଘାବରେଇବା ସନ୍ଦେହ ସୃଷ୍ଟି କରିବ। ରୋହନ ଏକା ନିଶ୍ୱାସରେ ଗ୍ଲାସ ଖାଲି କରିଦେଲା। ମଦ ତାର ଗଳାରୁ ତଳକୁ ଓହ୍ଲାଇଲା ଏବଂ ତାର ଚେହେରାରେ ଏକ ନାଲିମା ଆସିଗଲା। ମୁଁ ମଧ୍ୟ ଏକ ଢୋକ ପିଇଲି। ମଦ ଏବେ ମୋ ଭିତରର ସଂଯମତାକୁ ଢିଲା କରିଦେଇଥିଲା। ମୁଁ କୋଠରୀର ଲାଇଟ୍ ଡିମ୍ କରିଦେଲି ଏବଂ ଧୀମା ସଙ୍ଗୀତ ଚଲାଇଦେଲି। ରୋହନ, ମୋ ପାଖକୁ ଆସ, ମୁଁ ସୋଫାରେ ବସି କହିଲି। ସେ ଧୀରେ ଧୀରେ ମୋ ପାଖକୁ ଆସିଲା। ମଦ ବୋଧହୁଏ ତାର ସଙ୍କୋଚ ଟିକେ କମ୍ କରି ଦେଇଥିଲା। ବାସ୍ ମୁଁ ମୋ ପାଖରେ ଜାଗା ବନାଇଲି। ସେ ବସିଗଲା। ଆମ ଜଙ୍ଘ ପରସ୍ପର ସହ ଘଷି ହେଉଥିଲା। ରୋହନ, ତୁମେ ଜାଣିଛ, ମୋ ସ୍ୱାମୀ ମରିବାର 5 ବର୍ଷ ହୋଇଗଲାଣି। ମୁଁ ତାର ଆଖିରେ ଆଖି ମିଶାଇ କହିଲି। 5 ବର୍ଷରୁ ଏହି ବିଛଣାରେ କୌଣସି ମର୍ଦ୍ଦ ଶୋଇନାହିଁ। ଏହି କୋଠରୀ, ଏହି କାନ୍ଥ ସବୁ ମୋତେ କାମୁଡ଼ିବାକୁ ଦୌଡୁଥିଲେ। ରୋହନ ମୋ ଆଡ଼କୁ ଚାହୁଁଥିଲା। ତାର ଆଖିରେ ଏବେ ଡର ଜାଗାରେ ଏକ ସମ୍ମୋହନ ଥିଲା। ମୁଁ ଆଜି ତାକୁ ବହୁତ ସୁନ୍ଦର ଲାଗୁଥିଲି। ମୁଁ ମୋ ହାତ ତାର ଆଣ୍ଠୁ ଉପରେ ରଖିଲି। ରଞ୍ଜିତକୁ ବିଶ୍ୱାସ ଦେବା ପାଇଁ ଆମକୁ ସେହି ଶବ୍ଦ, ସେହି ପରିବେଶ ବନାଇବାକୁ ପଡ଼ିବ ରୋହନ, ଯାହା ସୁହାଗ ରାତିରେ ହୁଏ। ମୁଁ ଫୁସଫୁସେଇ କହିଲି। ମୁଁ ତାର ହାତ ଧରି ମୋ ଅଣ୍ଟାରେ ରଖିଦେଲି। ଛୁଇଁକି ଦେଖ, କଣ ମୁଁ ତୁମକୁ ନିଜ ସ୍ତ୍ରୀ ପରି ଲାଗୁନାହିଁ? ରୋହନର ହାତ ଥରୁଥିଲା କିନ୍ତୁ ସେ ହଟାଇଲା ନାହିଁ। ମ୍ୟାଡାମ, ଆପଣ ବହୁତ ସୁନ୍ଦର। ମଦ ନିଶାରେ ତାର ମୁହଁରୁ ସତ ବାହାରିଗଲା। ତାହେଲେ ସାବ୍ୟସ୍ତ କର, ମୁଁ ଚ୍ୟାଲେଞ୍ଜ ଦେଲି। ସାବ୍ୟସ୍ତ କର ଯେ ମୁଁ 10 ଲକ୍ଷ ଟଙ୍କା ବେକାର କରିନାହିଁ। ମୁଁ ତାର ଆହୁରି ପାଖକୁ ଘୁଞ୍ଚିଗଲି। ମୁଁ ମୋର ଏକ ହାତ ତାର ଛାତି ଉପରେ ରଖିଥିଲି, ତାରର ବଟନ ଖୋଲୁଥିଲି। ମାହୋଲ ବହୁତ ଗରମ ହୋଇସାରିଥିଲା। ରୋହନର ନିଶ୍ୱାସ ଭାରି ହୋଇଯାଇଥିଲା। ଏକ ମର୍ଦ୍ଦର ସ୍ୱଭାବ ଜାଗ୍ରତ ହେଉଥିଲା। ସେ ଭୁଲିଗଲା ଯେ ମୁଁ ମାଲିକାଣୀ। ସେ ଭୁଲିଗଲା ଯେ ଏହା ନାଟକ। ସେ ନିଜ 2 ହାତରେ ମୋ ଚେହେରା ଧରିନେଲା। ତାର ଆଖିରେ ଏକ ଅଜବ ପାଗଳାମି ଥିଲା। ଅବନ୍ତିକା, ସେ ମୋ ନାମ ନେଲା, ବିନାଜୀ କିମ୍ବା ମ୍ୟାଡାମ ଲଗାଇ। ସେ ମୋ ଓଠ ଆଡ଼କୁ ଝୁଙ୍କିଲା। ସେ ମୋତେ ଚୁମ୍ବନ କରିବାକୁ ଯାଉଥିଲା। ମୋ ହୃଦୟ ମଧ୍ୟ ଜୋରରେ ଧଡ଼ଧଡ଼ ହେଉଥିଲା। ଏକ ମୁହୂର୍ତ୍ତ ପାଇଁ, ବସ୍ ଏକ ମୁହୂର୍ତ୍ତ ପାଇଁ ମୋର ମଧ୍ୟ ମନ ହେଲା ଯେ ମୁଁ ତାକୁ ଅଟକାଇବି ନାହିଁ। ମୁଁ ମଧ୍ୟ ଏହି ଏକାକୀପଣରୁ ଥକି ଯାଇଥିଲି। ତାର ଓଠ ମୋ ଓଠରୁ ବସ୍ 1 ଇଞ୍ଚ ଦୂରରେ ଥିଲା। ତାର ଗରମ ନିଶ୍ୱାସ ମୋତେ ମହକାଉଥିଲା। ତଥାପି ସେତିକିବେଳେ ମୋ ଭିତରର ଅହଙ୍କାର ଜାଗି ଉଠିଲା। ମୋର ମନେ ପଡ଼ିଲା ଯେ ଏହା ମୋର ଚାକର। ମୁଁ ଏହାକୁ କିଣିଛି। ଯେମିତି ହିଁ ସେ ମୋତେ ଛୁଇଁବାକୁ ଚେଷ୍ଟା କଲା, ମୁଁ ପୂରା ଶକ୍ତି ଦେଇ ତାକୁ ଧକ୍କା ଦେଲି। ତାର ନିଶା ଛାଡ଼ିଗଲା। ନିଜ ସୀମା ଭିତରେ ରୁହ ରୋହନ, ମୁଁ ଚିତ୍କାର କଲି। ସାହସ କେମିତି ହେଲା ମୋତେ ଛୁଇଁବାକୁ? ମୁଁ ତୁମକୁ ନାଟକ କରିବାକୁ କହିଥିଲି, ସତରେ ସ୍ୱାମୀ ହେବା ପାଇଁ ନୁହେଁ। ରୋହନ ଜମିରେ ବସିଲା। ହବାକା ହୋଇ ମୋତେ ଚାହୁଁଥିଲା। ତାକୁ ବୁଝା ପଡ଼ୁନଥିଲା କି ହଠାତ୍ କଣ ହେଲା। ତୁମେ କେବଳ ଜଣେ କିଣା ହୋଇଥିବା ଗୋଲାମ, ମୁଁ ଆଙ୍ଗୁଠି ଦେଖାଇ କହିଲି। ତୁମ ଭଳିଆ ଲୋକ ମୋ ପାଦ ତଳେ ବସିବା ଯୋଗ୍ୟ, ମୋ ବିଛଣାରେ ନୁହେଁ।
ଆଜି ରାତିରେ ତୁମେ ଏଇଠି ଜମିରେ ଶୋଇବ। ଖବରଦାର ଯଦି ସେଇ ବେଡ୍ ଆଡ଼କୁ ଚାହିଁଛ ବି ତ। ରୋହନ ଆଖିରେ ଲୁହ ଏବଂ ଅପମାନ ଦୁଇଟାଯାକ ଥିଲା। ସେ ଚୁପଚାପ ମୁଣ୍ଡ ନୁଆଇଁ ସେଇଠି ଗାଲିଚା ଉପରେ ଶୋଇଗଲା। ମତେ ମୋର ଜିତିବା ଅନୁଭବ ହେଲା। ମୁଁ ତାକୁ ତାର ସ୍ଥାନ ଦେଖାଇ ଦେଇଥିଲି। ମୁରେ ଶୋଇବା ପାଇଁ ମୁଢ଼ିଲି। ସେତିକି ବେଳେ ମୋ ନଜର ବେଡ୍ରୁମ୍ କବାଟ ତଳେ ପଡ଼ିଲା। ସେଠି ଏକ ଛାଇ ଥିଲା। କେହି ଜଣେ କବାଟକୁ ପୂରା ଲାଗି ଛିଡ଼ା ହୋଇଥିଲା ଏବଂ ସେ ଆମର ସବୁ କଥା ଶୁଣି ନେଇଥିଲା। ନଶାରେ ମତେ ଏହି କଥାର ହୋସ୍ ହିଁ ନଥିଲା। ମୋ ହୃଦୟ ଧକ୍କିକି ରହିଗଲା। କଣ ସେ ରଞ୍ଜିତ ଥିଲା? ଯଦି ସେ ଶୁଣି ନେଇଥିବ କି ଏହା ଏକ ନାଟକ ଏବଂ ରୋହନ ମୋର ଗୋଲାମ, ତେବେ ସେ କାଲି ସକାଳେ ହିଁ ଆମକୁ ବରବାଦ କରିଦେବ। ଛାଇଟି ହଲିଲା ଏବଂ ପରେ ପାଦ ଶବ୍ଦ ଦୂରେଇ ଯିବାକୁ ଲାଗିଲା। ସେ ଚାଲିଗଲା। କିନ୍ତୁ ଏବେ ସେ କଣ କରିବ? କଣ ଆମର ରହସ୍ୟ ଖୋଲି ସାରିଥିଲା? କଣ କାଲି ସକାଳ ମୋ ବରବାଦୀର ସକାଳ ହେବାକୁ ଯାଉଥିଲା? ମୁଁ ସେ ରାତିରେ ଶୋଇପାରିଲି ନାହିଁ। ମୁଁ ବିଛଣାରେ କଡ଼ ଲେଉଟାଉଥିଲି ଏବଂ ରୋହନ ଜମିରେ। ଆମ ଭିତରେ ସମ୍ପତ୍ତିର ପାଚେରୀ ଥିଲା ଏବଂ ବାହାରେ ବିପଦର ତୋଫାନ। ବନ୍ଧୁଗଣ, କିଏ ଥିଲା କବାଟ ବାହାରେ? କଣ ରଞ୍ଜିତକୁ ଆମ ଚୁକ୍ତିର ସତ ଜଣାପଡ଼ିଗଲା? ଏବଂ ଏବେ ଯେତେବେଳେ ରୋହନର ହୃଦୟ ଓ ସ୍ୱାଭିମାନ ଭାଙ୍ଗି ସାରିଛି, ତେବେ କଣ ସେ ମୋର ସାଥି ଦେବ ନା ନିଜ ଅପମାନର ପ୍ରତିଶୋଧ ନେବ? ଏହି 30 ଦିନର ଯାତ୍ରା ଏବେ ଏକ ଯୁଦ୍ଧ ପାଲଟିବାକୁ ଯାଉଥିଲା। ସକାଳ ହେଲା। ସୂର୍ଯ୍ୟର ପ୍ରଥମ କିରଣ ସହିତ ହିଁ ଆମ ବେଡ୍ରୁମ୍ କବାଟରେ ଏକ ଜୋରଦାର ଶବ୍ଦ ହେଲା। ଧଡ଼ ଧଡ଼ ଧଡ଼। ମୋ ଜୀବ ମୁହଁକୁ ଆସିଗଲା। ମୁଁ ରୋହନକୁ ଦେଖିଲି। ସେ ମଧ୍ୟ ଜାଗି ସାରିଥିଲା। ତା ଆଖିରେ ରାତିର ଅପମାନର ଯନ୍ତ୍ରଣା ଏବେ ମଧ୍ୟ ଥିଲା। କିନ୍ତୁ କବାଟର ଶବ୍ଦ ଶୁଣି ସେ ସତର୍କ ହୋଇଗଲା। ସେ ଉଠି ନିଜ ସୁଟ୍ ଠିକ୍ କଲା। ମୁଁ ଥରୁଥିବା ହାତରେ କବାଟ ଖୋଲିଲି। ସାମ୍ନାରେ ରଞ୍ଜିତ ସିଂ ଛିଡ଼ା ହୋଇଥିଲା। ତା ଆଖିରେ ନିଦ ବଦଳରେ ଏକ ଅଭଦ୍ର ବିଜୟର ହସ ଥିଲା। ସୁପ୍ରଭାତ। ସେ ରୁମ୍ ଭିତରକୁ ଝାଙ୍କି କହିଲା। ରାତିରେ ଭାରି ଜୋରରେ କଥାବାର୍ତ୍ତା ହେଉଥିଲା। ଓକାତ, ଗୋଲାମ, କିଣା ହୋଇଥିବା ସ୍ୱାମୀ। ମୁଁ ଠିକ୍ ଶୁଣିଥିଲି ନା? ମୋ ରକ୍ତ ଜମିଗଲା। ସେ ସବୁ ଶୁଣି ନେଇଥିଲା। ରଞ୍ଜିତ ଭିତରକୁ ଆସିଲା ଏବଂ ରୋହନ ସାମ୍ନାରେ ଛିଡ଼ା ହୋଇଗଲା। କଣ ବେ ଚାକର? ରାତିରେ ମାଲିକାଣୀ ଜମିରେ ଶୁଆଇଲେ? ମତେ ତ ଆଗରୁ ସନ୍ଦେହ ଥିଲା କି ଏହା ବିବାହ ନୁହେଁ, ନାଟକ। ଏବେ ଦେଖନ୍ତୁ ମୁଁ ତୋର ଏବଂ ତୋର ଏହି ମାଲିକାଣୀର କଣ ହାଲ କରୁଛି। ଆଜି ପଞ୍ଚାୟତ ବସିବ ଏବଂ ଏହି ସମ୍ପତ୍ତି ମୋର ହେବ। ମୋ ଖେଳ ଶେଷ ହୋଇସାରିଥିଲା। ସେତିକି ବେଳେ ରୋହନ, ଯିଏ ଏବେ ଯାଏ ମୁଣ୍ଡ ନୁଆଇଁ ଛିଡ଼ା ହୋଇଥିଲା, ହଠାତ୍ ହସିଲା। ଏକ ନିର୍ଭୟ ହସ। ସେ ଆଗକୁ ବଢ଼ି ରଞ୍ଜିତର ଆଖିରେ ଆଖି ମିଶାଇଲା। ବଡ଼ ଭାଇ, ରୋହନ ଭାରି ସ୍ୱରରେ କହିଲା, କାନର ଚିକିତ୍ସା କରାଇ ନିଅନ୍ତୁ। ରାତିରେ ବନ୍ଦ କୋଠରୀରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରେମ ହେଉଛି ନା ତକରାର? ଏହା ଶୁଣିବା ପାଇଁ କବାଟରେ କାନ ଲଗାଇବା ଆପଣଙ୍କ ଭଳି ରଇସକୁ ଶୋଭା ଦିଏ ନାହିଁ। ରଞ୍ଜିତର ଚେହେରା ଓହ୍ଲାଇଗଲା। ତୁ ମତେ ଶିଖାଇବୁ? ହଁ। ରୋହନ ମୋ ହାତ ଧରିନେଲା। ତାର ଧରିବା ଏତେ ଶକ୍ତ ଥିଲା କି ମତେ ଯନ୍ତ୍ରଣା ହେଲା। କିନ୍ତୁ ସେହି ଯନ୍ତ୍ରଣାରେ ଏକ ସହାରା ଥିଲା। ଅବନ୍ତିକା ମୋର ପତ୍ନୀ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ। ମୁଁ କାଲି କୌଣସି ଭୁଲ କରିଥିଲି, ସେଥିପାଇଁ ସେ ମତେ ଜମିରେ ଶୁଆଇଲେ। ଏଥିରେ ଚାକର ଏବଂ ମାଲିକ କେଉଁଠୁ ଆସିଲା? କଣ ଆପଣ ନିଜ ସ୍ତ୍ରୀ ସହ କେବେ ଲଢ଼ନ୍ତି ନାହିଁ? ରୋହନ ଯେଉଁ ଆତ୍ମବିଶ୍ୱାସରେ ମିଛ କହିଲା, ରଞ୍ଜିତ ଚକିତ ହୋଇଗଲା। ତାକୁ ଲାଗିଲା ବୋଧହୁଏ ସେ ଭୁଲ ବାହାର କରିଦେଲା। ଠିକ୍ ଅଛି। ରଞ୍ଜିତ ନିଜର ଚାଲ ବଦଳାଇଲା। ଦେଖିବା ଏହି ସ୍ୱାମୀ ସ୍ତ୍ରୀ ନାଟକ କେତେ ଦିନ ଚାଲୁଛି। 30 ଦିନ ପରେ ଓସିୟତ ଖୋଲିବ। ସେ ପର୍ଯ୍ୟନ୍ତ ମୁଁ ଏଇଠି ଅଛି। ସେ ଗୋଡ଼ କୋଡ଼ି ଚାଲିଗଲା। କବାଟ ବନ୍ଦ ହେବା ମାତ୍ରେ ମୁଁ ଆଶ୍ୱସ୍ତିର ନିଶ୍ୱାସ ନେଲି। ମୁଁ ରୋହନ ଆଡ଼କୁ ଚାହିଁଲି। ମୁଁ ତାକୁ ଧନ୍ୟବାଦ କହିବାକୁ ଚାହୁଁଥିଲି, କିନ୍ତୁ ରୋହନ ମୋ ହାତ ଝଟକି ଦେଲା। ଭୁଲ ବୁଝାମଣାରେ ରୁହନ୍ତୁ ନାହିଁ ମ୍ୟାଡାମ, ସେ ଥଣ୍ଡା ସ୍ୱରରେ କହିଲା। ଏହା ମୁଁ ଆପଣଙ୍କ ପାଇଁ ନୁହେଁ, ମୋର ସେଇ ଲକ୍ଷେ ଟଙ୍କା ପାଇଁ କରିଛି। ଯେଉଁଦିନ 30 ଦିନ ପୂରା ହେବ, ମୁଁ ଗୋଟେ ମୁହୂର୍ତ୍ତ ବି ରହିବି ନାହିଁ। ସେକୁ ଚାଲିଗଲା। ସେଦିନ ମତେ ପ୍ରଥମ ଥର ପାଇଁ ନିଜ ସମ୍ପତ୍ତି ଉପରେ ନୁହେଁ, ନିଜ ଏକାକୀପଣ ଉପରେ ରାଗ ଆସିଲା। ମୁଁ ଜଣେ ମଣିଷର ମନ ଦୁଖାଇଥିଲି। ଆଗାମୀ 10 ଦିନ ଏକ ଅଜବ ନୀରବତା ଭିତରେ ବିତିଲା। ଆମେ ଦୁନିଆ ଆଗରେ ପରଫେକ୍ଟ କପଲ ଥିଲୁ ଏବଂ ରୁମ୍ ଭିତରେ ଅଜଣା। ରୋହନ ନିଜର ଭୂମିକା ବହୁତ ଭଲ ଭାବେ ତୁଲାଉଥିଲା। ସେ ମତେ ଠିକ୍ ସମୟରେ ଔଷଧ ଦିଏ, ମୋ ସହ ଅଫିସ ଯାଏ, ରଞ୍ଜିତର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଏ। କିନ୍ତୁ ତାର ଆଖିରେ ମୋ ପାଇଁ ସେହି ସମ୍ମାନ ନଥିଲା ଯାହା ପୂର୍ବରୁ ଥିଲା। ଏବେ କେବଳ କର୍ତ୍ତବ୍ୟ ଥିଲା। ଆଉ ମୁଁ ଧୀରେ ଧୀରେ ତରଳୁଥିଲି। ତାର ସେହି ରୁକ୍ଷ ବ୍ୟବହାର ମତେ ବିନ୍ଧୁଥିଲା। ମୁଁ ଚାହୁଁଥିଲି କି ସେ ମତେ ଦେଖୁ। ଗୋଟେ ସକାଳେ ମୁଁ ଗାଧୋଇବାକୁ ଗଲି। ମୋ ଧ୍ୟାନ ଅନ୍ୟ କେଉଁଠି ଥିଲା। ଯେମିତି ମୁରୁ ବାହାରକୁ ଆସିବାକୁ ଲାଗିଲି, ମୋ ଗୋଡ଼ ଖସିଗଲା।
ଆଃ ମୋ ମୁହଁରୁ ଚିତ୍କାର ବାହାରିଲା ଏବଂ ମୁଁ ଧଡ଼ାମ୍କି ପଡ଼ିଗଲି। ମୋ ଗୋଇଠିରେ ଭୟଙ୍କର ମୋଚ ଆସିଗଲା। ମୁଁ ଉଠିପାରୁ ନଥିଲି। ଯନ୍ତ୍ରଣାରେ ମୋ ଜୀବ ବାହାରି ଯାଉଥିଲା। ଅବନ୍ତିକା! ବାହାରୁ ରୋହନର ସ୍ୱର ଆସିଲା। କ'ଣ ହେଲା? ରୋହନ, ସାହାଯ୍ୟ କର। ମୁଁ କାନ୍ଦି ଉଠିଲି। କବାଟ ଲକ୍ ନଥିଲା। ରୋହନ କବାଟ ଖୋଲି ଭିତରକୁ ଆସିଗଲା। ମୁଁ ଓଦା ଥିଲି। ମୁଁ କେବଳ ଏକ ବାଥରୁମ୍ ଟାୱେଲ ଗୁଡ଼ାଇଥିଲି ଯାହା ପଡ଼ିବା କାରଣରୁ ଟିକେ ଖୋଲିଯାଇଥିଲା। ମୋତେ ସେହି ଅବସ୍ଥାରେ ଦେଖି ରୋହନ ଏକ ମୁହୂର୍ତ୍ତ ପାଇଁ ଅଟକିଗଲା। ସେ ନିଜ ଆଖି ଫେରାଇ ନେଲା। ମୁଁ କାନ୍ତାବାଈଙ୍କୁ ଡାକୁଛି। ସେ ପଛକୁ ମୁଢ଼ିଲା। ରୁହ, ମୁଁ କାନ୍ଦି ପକାଇଲି। ଯନ୍ତ୍ରଣା ହେଉଛି, ପ୍ଲିଜ୍। ରୋହନ ଅଟକିଗଲା। ସେ ଏକ ଗଭୀର ନିଶ୍ୱାସ ନେଲା। ସେ ମୋ ପାଖକୁ ଆସିଲା ଏବଂ ସେ ନିଜ ଆଖି ବନ୍ଦ କରିଦେଲା। କ୍ଷମା କରିବେ, ସେ କହିଲା ଏବଂ ନିଜର ମଜବୁତ ବାହୁରେ ମୋତେ ଟେକିନେଲା। ତାର ଶରୀର ମୋ ଓଦା ଦେହ ସହ ଲାଗିଥିଲା। ତାର ଛାତିର ଉଷ୍ମତା ମୋ ଥଣ୍ଡା ଶରୀରରେ ପ୍ରବେଶ କରୁଥିଲା। ସେ ମୋତେ କୋଳରେ ଟେକି ବେଡ୍ରୁମ୍ ଯାଏଁ ଆଣିଲା ଏବଂ ବିଛଣାରେ ଶୁଆଇଦେଲା। ସେ ମୋ ଆଡ଼କୁ ଚାହିଁଲା ନାହିଁ। ସେ ସିଧା ଫାଷ୍ଟ ଏଡ୍ ବକ୍ସ ଆଣିଲା। ସେ ମୋ ପାଦକୁ ନିଜ ହାତକୁ ନେଲା। ମୋ ପାଦ ତାର ହାତ ତୁଳନାରେ କେତେ କୋମଳ ଲାଗୁଥିଲା। ସେ ବାମ୍ ଲଗାଇଲା ଏବଂ ଧୀରେ ଧୀରେ ମାଲିସ କରିବାକୁ ଲାଗିଲା। ଯନ୍ତ୍ରଣା ଏବଂ ଆରାମର ଏକ ମିଶ୍ରିତ ଶବ୍ଦ ମୋ ମୁହଁରୁ ବାହାରିଲା। ସେ ଉପରକୁ ଚାହିଁଲା। ଆମର ନଜର ମିଶିଲା। ମୋ ମନ ହେଲା କି ମୁଁ ତାର ହାତ ଧରି ନିଅନ୍ତି ଏବଂ ତାକୁ ଅଟକାଇ ଦିଅନ୍ତି। ଏବେ ଠିକ୍ ଅଛି? ସେ ପଚାରିଲା। ତାର ସ୍ୱର ଭାରି ଥିଲା। ସେ ତୁରନ୍ତ ପଛକୁ ହଟିଗଲା। ମୁଁ ବାହାରକୁ ଯାଉଛି, ଆରାମ କରନ୍ତୁ। ସେ ଚାଲିଗଲା। କିନ୍ତୁ ସେଦିନ ମୋ ହୃଦୟ ଏକ ନିଷ୍ପତ୍ତି ନେଇ ସାରିଥିଲା। ମୋତେ ରୋହନ କେବଳ 30 ଦିନ ପାଇଁ ନୁହେଁ, ମୋତେ ସେ ସବୁଦିନ ପାଇଁ ଦରକାର ଥିଲା। ନଧତମ ଦିନ ଥିଲା। ସହରର ଏକ ବହୁତ ବଡ଼ ବିଜନେସ୍ ପାର୍ଟି ଥିଲା। ମୋର ଯିବା ଜରୁରୀ ଥିଲା। ମୁଁ ରୋହନକୁ ଏକ ବହୁତ ଦାମୀ ଟକ୍ସିଡୋ ପିନ୍ଧାଇଲି। ସେ କୌଣସି ରାଜକୁମାରଠାରୁ କମ୍ ଲାଗୁନଥିଲା। ମୁଁ ତାକୁ ଚାହିଁ ରହିଲି। ପାର୍ଟିରେ ଆମେ ପହଞ୍ଚିଲୁ। ସେଠାରେ ସହରର ସବୁ ରଇସ୍ ଉପସ୍ଥିତ ଥିଲେ। ରଞ୍ଜିତ ମଧ୍ୟ ସେଇଠି ଥିଲା, ନିଜ ବନ୍ଧୁମାନଙ୍କ ସହ। ମୁଁ ରୋହନର ହାତ ଧରି ଚାଲୁଥିଲି। ମୋତେ ତା ଉପରେ ଗର୍ବ ହେଉଥିଲା। ସେତିକିବେଳେ ରଞ୍ଜିତର ଜଣେ ବନ୍ଧୁ ମିଷ୍ଟର ଖନ୍ନା, ଯିଏ ବହୁତ ହିଁ ଅଭଦ୍ର କିସ୍ମର ଲୋକ ଥିଲେ, ଆମ ପାଖକୁ ଆସିଲେ। ସେ ନଶାରେ ଥିଲେ। ଆରେ ଅବନ୍ତିକାଜୀ, ସେ ମୋତେ ଉପରୁ ତଳ ଯାଏଁ ଚାହିଁ କହିଲେ, ଶୁଣିଛି ନୂଆବର ଖୋଜି ନେଇଛ। କ'ଣ କଥା? ଆଜିକାଲିର ପିଲାଙ୍କ ଭାଗ୍ୟ ଖୋଲିଯାଉଛି। ସେମିତିରେ ଏ କ'ଣ କରେ? ନା କେବଳ ରାତିର ଡ୍ୟୁଟି ପାଇଁ ରଖିଛ? ପାଖରେ ଛିଡ଼ା ହୋଇଥିବା ଲୋକମାନେ ହସି ଉଠିଲେ। ରଞ୍ଜିତ ମଧ୍ୟ ମୁରୁକି ହସୁଥିଲା। ମୋ ଚେହେରା ଲାଜରେ ଲାଲ ପଡ଼ିଗଲା। ମୁଁ କିଛି କହିବାକୁ ଯାଉଥିଲି କି ରୋହନ ଆଗକୁ ଆସିଲା। ସେ ଖନ୍ନାଙ୍କ ହାତରୁ ମଦ ଗ୍ଲାସ ଛଡ଼ାଇ ନେଲା ଏବଂ ଟେବୁଲ ଉପରେ କଚାଡ଼ି ଦେଲା। ଶବ୍ଦରେ ସମସ୍ତେ ଚୁପ୍ ହୋଇଗଲେ। ମିଷ୍ଟର ଖନ୍ନା, ରୋହନ ବହୁତ ହିଁ ଶାନ୍ତ କିନ୍ତୁ ବିପଜ୍ଜନକ ସ୍ୱରରେ କହିଲା, ମୁଁ ଅବନ୍ତିକାର ସ୍ୱାମୀ ଏବଂ ସ୍ୱାମୀର କାମ କେବଳ ରାତିର ଡ୍ୟୁଟି ନୁହେଁ ବରଂ ଦିନରେ ନିଜ ସ୍ତ୍ରୀର ସମ୍ମାନକୁ ଜଗିବା ମଧ୍ୟ ହୋଇଥାଏ। ପରବର୍ତ୍ତୀ ସମୟରେ ଯଦି ଆପଣଙ୍କ ନଜର କିମ୍ବା ଜିଭ୍ ମୋ ପତ୍ନୀଙ୍କ ପାଇଁ ଖସିଲା, ତେବେ ମୁଁ ଭୁଲିଯିବି କି ଏହା ପାର୍ଟି ଏବଂ ଆପଣ ଅତିଥି। ପୁରାରେ ନୀରବତା ଛାଇଗଲା। କାହାରିକୁ ଆଶା ନଥିଲା କି କାଲିର ଜଣେ କ୍ଲର୍କ ସହରର ସବୁଠୁ ବଡ଼ ରଇସକୁ ଧମକ ଦେବ। ଖନ୍ନା ଡରିକି ପଛକୁ ହଟିଗଲେ। ରଞ୍ଜିତର ପାଟି ଖୋଲା ରହିଗଲା। ରୋହନ ମୋ ହାତ ଧରିଲା। ଚାଲ ଅବନ୍ତିକା। ଯେଉଁଠି ସମ୍ମାନ ନାହିଁ, ସେଠି ଆମେ ନାହୁଁ। ସେ ମୋତେ ସେଠାରୁ ନେଇ ଆସିଲା। ଗାଡ଼ିରେ ମୁଁ ତାକୁ ଚାହିଁ ରହିଥିଲି। କାହିଁକି କଲ ତୁମେ ଏମିତି? ମୁଁ ପଚାରିଲି। ତୁମେ ତ ପଇସା ପାଇଁ ଅଛ ନା? ରୋହନ ଷ୍ଟିଅରିଂକୁ କଷିକି ଧରିଲା। ସଉଦା ମୋ ସମୟର ହୋଇଥିଲା ମ୍ୟାଡାମ, ମୋ ବିବେକର ନୁହେଁ। ଆପଣ ମୋର ପତ୍ନୀ, ଭଲେ ହିଁ ନାମକୁ ମାତ୍ର, କିନ୍ତୁ କେହି ଆପଣଙ୍କୁ ଅପମାନିତ କଲେ ଏହା ରୋହନ ବରଦାସ୍ତ କରିବ ନାହିଁ। ସେ ରାତିରେ ଘରକୁ ପହଞ୍ଚି ମୁଁ ନିଜ ବେଡ୍ରୁମ୍ କବାଟ ଖୋଲା ରଖିଲି। ରୋହନ ସୋଫାରେ ଶୋଇବାକୁ ଯାଉଥିଲା। ରୋହନ, ମୁଁ ତାକୁ ଡାକିଲି। ଆଜି ସୋଫାରେ ନୁହେଁ ରେ ଶୋଇଯା। ସେ ଚକିତ ହୋଇ ଚାହିଁଲା। ପାଖରେ ମୁଁ ଜାଗା ସଫା କଲି। ସେ କିଛି କହିଲା ନାହିଁ। ସେ ଆସିଲା ଏବଂ ମୋ ପାଖରେ ଶୋଇଗଲା। ଆମ ଭିତରେ ଏକ ତକିଆର ଦୂରତା ଥିଲା, କିନ୍ତୁ ସେ ରାତିରେ ମୋତେ 5 ବର୍ଷ ପରେ ପ୍ରଥମ ଥର ପାଇଁ ବିନା ଡରରେ ନିଦ ଆସିଲା। ବନ୍ଧୁଗଣ, ପଇସା ଆପଣଙ୍କୁ ବିଛଣା ଦେଇପାରେ, କିନ୍ତୁ ନିଦ ଏବଂ ଶାନ୍ତି କେବଳ ଜଣେ ସଚ୍ଚା ସାଥୀ ଦେଇପାରେ। ଯଦି ଆପଣଙ୍କୁ ରୋହନର ଚରିତ୍ର ପସନ୍ଦ ଆସୁଛି, ତେବେ ଏହି ଭିଡିଓକୁ ଏବେ ହିଁ ଲାଇକ୍ କରନ୍ତୁ। ନଫତମ ଦିନ ମୋତେ ବହୁତ ଜୋରରେ ଜ୍ୱର ହେଲା। 104 ଡିଗ୍ରୀ। ରଞ୍ଜିତ ଜାଣିଶୁଣି ସବୁ ଚାକରମାନଙ୍କୁ ଛୁଟି ଦେଇଥିଲା, ଯାହାଫଳରେ ମୁଁ ହଇରାଣ ହୋଇଯିବି। ଘରେ କେହି ନଥିଲେ। ମୁଁ ବିଛଣାରେ ଛଟପଟ ହେଉଥିଲି। ମୋ ଶରୀର ନିଆଁ ଭଳି ଜଳୁଥିଲା।
ରୋହନ ସେ ଏକ ମୁହୂର୍ତ୍ତ ପାଇଁ ବି ମୋ ପାଖରୁ ହଟି ନଥିଲା। ସେ ପୂରା ରାତି ମୋ ମୁଣ୍ଡରେ ପଟି ରଖିଲା। ସେ ନିଜ ହାତରେ ମତେ ଖେଚୁଡ଼ି ଖୁଆଇଲା। ଜ୍ୱରର ଅଚେତ ଅବସ୍ଥାରେ ମୁଁ ବଡ଼ବଡ଼େଇବାକୁ ଲାଗିଲି, ଯାଅନି, ମତେ ଛାଡ଼ି ଯାଆନି, ମୁଁ ଏକା, ବହୁତ ଏକା। ମତେ ଅନୁଭବ ହେଲା କି କେହି ମୋ ହାତ ନିଜର 2 ହାତରେ ଧରି ନେଇଛି। ମୁଁ ଏଇଠି ଅଛି ଅବନ୍ତିକା, ମୁଁ କୁଆଡ଼େ ଯାଉନି। ମୁଁ କାନ୍ଦିବାକୁ ଲାଗିଲି। ସମସ୍ତେ ଚାଲିଯାଆନ୍ତି ରୋହନ, ତୁମେ ବି ଚାଲିଯିବ, 5 ଦିନ ପରେ ତୁମେ ବି ଚାଲିଯିବ। ସେତିକିବେଳେ ମୋ ମୁଣ୍ଡରେ ମତେ ଏକ ଓଦାପଣ ଅନୁଭବ ହେଲା। ହୁଏତ ସେ ନେଇପଡ଼ି ମୋ ମୁଣ୍ଡକୁ ଚୁମ୍ବନ ଦେଇଦେଲା। ଯିବି ନାହିଁ। ଯଦି ତୁମେ ଅଟକାଇବ ତେବେ କେବେ ବି ଯିବି ନାହିଁ। ସକାଳେ ଯେତେବେଳେ ମୋ ଆଖି ଖୋଲିଲା, ମୋ ଜ୍ୱର ଓହ୍ଲାଇ ସାରିଥିଲା ଏବଂ ମୁଁ ରୋହନର ଛାତିରେ ମୁଣ୍ଡ ରଖି ଶୋଇଥିଲି। ସେ ମତେ ନିଜ ବାହୁରେ ଜାବୁଡ଼ି ଧରିଥିଲା। ସେହି ସକାଳେ ମତେ ଅନୁଭବ ହେଲା କି ମୁଁ ଏହି ପିଲାଟିକୁ ଭଲ ପାଇବାକୁ ଲାଗିଛି।